ତେଣୁ ଆମେ କୁହୁଡ଼ି ଆମର NH-16 ଭେରିଫାଏ କରି ସେ ଗାଡ଼ି ଦୁଇଟି ରିଟର୍ନ କରିଥିଲୁ। ସେଥିରୁ 2ଟି ବସ୍ତା ଗଞ୍ଜେଇ ଭର୍ତ୍ତି ଥିବାର ଦେଖିଲୁ। 6 ଜଣ କନ୍ଧମାଳ ଅଞ୍ଚଳ ବାଲିଗୁଡ଼ା ଥାନା ଏରିଆର ତାଙ୍କୁ ସେଠି ରିଟର୍ନ କରିଥିଲୁ। ଆମେ ବିଶେଷ ଖବର ପାଇଥିଲୁ ଦିବା ପେଟ୍ରୋଲିଂ କରୁଥିବା ସମୟରେ ଯେ କନ୍ଧମାଳ ପଟୁ 2ଟା ଗାଡ଼ିରେ ଗଞ୍ଜେଇ ଆସୁଛି ବୋଲି, ଗୋଟିଏ ଗାଡ଼ିରେ ଗଞ୍ଜେଇ ଏବଂ ଗୋଟିଏ ପାଇଲଟ ଗାଡ଼ି ଆସୁଛି। ତେଣୁ ଆମେ କୁହୁଡ଼ି ଆମର NH-16 ଭେରିଫାଏ କରି ସେ ଗାଡ଼ି ଦୁଇଟି ରିଟର୍ନ କରିଥିଲୁ। ସେଥିରୁ 2ଟି ବସ୍ତା ଗଞ୍ଜେଇ ଭର୍ତ୍ତି ଥିବାର ଦେଖିଲୁ। 6 ଜଣ କନ୍ଧମାଳ ଅଞ୍ଚଳ ବାଲିଗୁଡ଼ା ଥାନା ଏରିଆର ତାଙ୍କୁ ସେଠି ରିଟର୍ନ କରିଥିଲୁ। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେ ଗଞ୍ଜେଇ ଓଜନ କରାଗଲା ଏବଂ ଆଖିମାନଙ୍କୁ ପଚାରିବାରୁ ସେ ଗଞ୍ଜେଇ ବାଲିଗୁଡ଼ାରୁ ଭୁବନେଶ୍ୱର ବିକ୍ରି କରିବା ପାଇଁ ନେଉଥିଲେ। ଏହି ପରିପ୍ରେକ୍ଷୀରେ ଗୋଟେ ଟାଙ୍ଗୀ ଥାନାରେ କେସ୍ ହେଇଛି। ଆମର ଟାଙ୍ଗୀ ଥାନା କେସ୍ ନମ୍ବର ହେଲା 576/2024। ଟୋଟାଲ ଗଞ୍ଜେଇ 32 କେଜି 500 ଜବତ କରାଯାଇଛି। 2 ଗୋଟି ଗାଡ଼ି, ଗୋଟିଏ କାର ଆଉ ଗୋଟିଏ ବୋଲେରୋ, 6 ଗୋଟି ମୋବାଇଲ ଫୋନ। 6 ଜଣ ବ୍ୟକ୍ତି ଏଥିରେ ଗିରଫ ହୋଇଛନ୍ତି। ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡିଂ କରାଯିବ। ଲୋକାଲ ଥାନାକୁ ଇଣ୍ଟିମେସନ କରିଛୁ। ସେଠୁ ଆସିଲା ପରେ ଜଣାପଡ଼ିବ ସେମାନଙ୍କ ନାଁରେ ଆଗରୁ କୋଉ ଥାନାରେ କେସ୍ ରହିଛି।